ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଦର୍ଶକ ମାନଙ୍କୁ ମୋର ନମସ୍କାର ଜଣା କରି ଏକ ସନ୍ଦେହଜନକ ବାର୍ତ୍ତାକୁ ପୁନର୍ବାର କ୍ଲିୟର କରିବା ପାଇଁ ମୁଁ ପହଞ୍ଚିଛି, ଯାହା ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ପରିବାରରେ ସୁପରିଚିତ। ପ୍ରଭୁଙ୍କ ସୁବକ୍ତା ଆଚାର୍ଯ୍ୟ ବିଶପ ଲିମାଜ୍ଞାଙ୍କ ସମ୍ପର୍କରେ ମୁଁ ଗତ ଭିଡ଼ିଓରେ କହିଥିଲି ଯେ ତାଙ୍କ ଅକସ୍ମାତ ଆକ୍ସିଡେଣ୍ଟ ହେବା ପରେ କିଛି ତାଙ୍କ ସ୍ଥିତି ଅଛି। ବର୍ତ୍ତମାନ ସିଧାସଳଖ ତାଙ୍କ ମୁଖରୁ ପଚାରି ନେବା ସେ କେମିତି ଅଛନ୍ତି, କୋଉଠି ଅଛନ୍ତି, କୋଉ ପରିସ୍ଥିତି ବର୍ତ୍ତମାନ ଅଛନ୍ତି, କେମିତି ସେବା ଚାଲିଛି, ଟ୍ରିଟମେଣ୍ଟ ଚାଲିଛି, ସେ ସମ୍ପର୍କରେ ବର୍ତ୍ତମାନ ମୁଁ ଆଜ୍ଞାଙ୍କୁ ବହୁତ ରିକ୍ୱେଷ୍ଟ କରିଛି। ସେ ମୋ ସହିତ କଥା ହେବା ଚାହୁଁଛନ୍ତି। ଆସନ୍ତୁ ସାର୍। କେମିତି ସାର୍ ଆପଣ ବର୍ତ୍ତମାନ ଦେହ କେମିତି ଅଛି ଆପଣଙ୍କର? ଦେହ ତ ମୋଟାମୋଟି ଠିକ ଅଛି, କିନ୍ତୁ ମୁଁ କହିବା ପାଇଁ ଚାହେଁ ଅନେକ ବିଷୟ ଲୋକ ସଠିକ ଖବର ପାଇନାହାନ୍ତି, ଆଉ ବିଭିନ୍ନ ଲୋକର ବିଭିନ୍ନ କନଫ୍ୟୁଜନ ଅଛି। ଲୋକେ ଆମକୁ ଭଲ ପାଆନ୍ତି ତ ଲୋକେ ଜାଣିବା ପାଇଁ ଚାହାନ୍ତି, ତେଣୁ ମୁଁ ବାଧ୍ୟ ହେଲି ଲାଇଭରେ କହିବା ପାଇଁ। ପୁଟାସିଂରେ ଆମର ସମ୍ମିଳନୀର ସଣ୍ଡେ ସ୍କୁଲ ସମିତିର ସଭା ଥିଲା। ସଭା ସାରିକି ଆମେ ପ୍ରାୟ 7:30ରେ ବାହାରିଲୁ। ଆମର ଚର୍ଚ୍ଚ ଅଫ ଗଡର କାଉନସିଲ ମିଟିଂ ଥିଲା, ଯେତେ ଅର୍ଡେନ ବିଶପ୍ସ ମାନେ କାଉନସିଲ ମେମ୍ବର୍ସ ମାନଙ୍କର ଆମର ଆନୁଆଲ ମିଟିଂ ହୁଏ। ସେ ମିଟିଂ ପାଇଁ ଭୁବନେଶ୍ୱରରୁ ଟ୍ରେନ ଧରିବାର ଥିଲା। ତ ଯେହେତୁ ପୁଟାସିଂରୁ ଟିକେ ବିଳମ୍ବ ହେଇଯାଇଛି, 7:30ରେ ମିଟିଂ ସାରିକି ମୁଁ ବାହାରିଲି। 5.5 ଘଣ୍ଟା ଭିତରେ ଭୁବନେଶ୍ୱର ପହଞ୍ଚିବାଟା କଷ୍ଟ। ତ ମୁଁ ହିଁ କହିଲି, ମୋ ନିଜ ଗାଡି ନେଇକି ମୁଁ ଆହୁରି ଆମର ଚର୍ଚ୍ଚର ବିଶ୍ୱାସୀ ଭାଇ ଆମେ ଟାଟାରୁ ଆସିଥିଲୁ। ଯେହେତୁ ଟ୍ରେନ ଗୁଡାକ ବିଳମ୍ବରେ ଚାଲିଛି, ପହଞ୍ଚି ହବନି। ତ ସେ ଭଲ ଚଲାଏ, ଭଲ ଡ୍ରାଇଭ କରେ, ଦୀର୍ଘ ବର୍ଷରୁ ମୋ ସାଙ୍ଗରେ ରହିକି ଅନେକ ସମୟରେ ମତେ ସାହାଯ୍ୟ କରିଛି। ତ ମୁଁ ହିଁ ତାକୁ କହିଲି ଟିକେ ସ୍ପିଡ ନ ଗଲେ ପହଞ୍ଚି ହବନି, ଆଉ ଟିକେ ସ୍ପିଡରେ ଆମେ ଚାଲିଲୁ। କିନ୍ତୁ ରାସ୍ତାଟା ତା ପାଇଁ ନୂଆ ଥିଲା, ହଠାତ୍ ଟର୍ଣ୍ଣିଂ ଗୁଡାକ ଅଛି। କାଶୀନଗର ଡେଇଁଲା ପରେ ବିସରିଂ ମୋଡ ପରେ ପରେ ଗୋଟେ ରାଇଟ ଟର୍ଣ୍ଣିଂ ଆସେ ଟୁୱାର୍ଡସ ପାରଳାଖେମୁଣ୍ଡି। ତ ଟିକେ ସ୍ପିଡ ଥିବା ହେତୁରୁ ସେ ଟର୍ଣ୍ଣିଂଟା ଯେହେତୁ ସଡନ କର୍ଭ ସେଟ, ତ ସେଠି ଆଉ ଗାଡି ବୁଲିଲା ନାହିଁ। ଯେତେ ଚେଷ୍ଟା କଲେ ବି ଯାଇକି ସେ ବ୍ରିଜର ୱାଲରେ ଗାଡିଟା ପିଟି ହେଲା। ତ ଆମେ ବସିଥିଲୁ, ମୁଁ ଆଗରେ ଥିଲି ଡ୍ରାଇଭର ବାବୁ ସହିତ, ପଛରେ ଆମ ଡିକନ ବାବୁଙ୍କର ଫ୍ୟାମିଲି ଥିଲେ, ତାଙ୍କ ସହଧର୍ମିଣୀ ଆଉ ଆମର ତାଙ୍କ ଝିଅ ଶିଲ୍ପା, ପଛରେ ତାଙ୍କ ପୁଅ ଆଉ ଜଣେ ବିସରିଂର ରାଜେଶ ବୋଲି ଗୋଟେ ପୁଅ। 6 ଜଣ ଆମେ ଫେରୁଥିଲୁ। ପଛରେ ଯୋଉମାନେ 2 ଜଣ ବସିଥିଲେ, ଭିକ୍ଟର ଜେନା ଆଉ ଆମର ବିସରିଂର ରାଜେଶ କାଣ୍ଟା, ସେମାନେ ସେଫ୍ ଅଛନ୍ତି, କିଛି ହେଇନି। ମଝିରେ ବସିଥିଲେ ଆମ ଡିକନ ବାବୁଙ୍କର ସ୍ତ୍ରୀ ଭଉଣୀ ନିତା ଆହୁରି ଝିଅ ଆମର ଶିଲ୍ପା। ତ ଝିଅର ଟିକେ ଗୋଡରେ ମାଡ ବାଜିଛି, ତାର ରାଇଟ ଲେଗରେ। ଅନେକ ଲୋକ ୟୁଟ୍ୟୁବରେ ମୋର ଗୋଡରେ ମାଡ ବାଜିଛି ଭାବୁଛନ୍ତି, ସେଟା ଭୁଲ ଇନଫର୍ମେସନ ଅଟେ। ଆଉ ମୁଁ ଅନୁରୋଧ କରିବି, ଯଦି ସେମିତି କିଛି ଭୁଲ ଇନଫର୍ମେସନ ଛଡା ହେଇଛି ସେଟା ଡିଲିଟ କରିଦିଅନ୍ତୁ। ଲୋକମାନେ ଭ୍ରାନ୍ତିରେ ନ ପଡନ୍ତୁ। ଲୋକେ ଆମକୁ ଭଲ ପାଆନ୍ତି, ତ ଲୋକେ ସତ ଘଟଣା ଜାଣିବା ପାଇଁ ଚାହାନ୍ତି। ତ ଆମର ଝିଅର ଦେଖିପାରୁଥିବେ, ତାର ଗୋଡରେ ମାଡ ବାଜିଛି। ଫ୍ରାକ୍ଚର ମାନେ ମେଜର ନୁହଁ, କିନ୍ତୁ କ୍ରାପ୍ ବ୍ୟାଣ୍ଡେଜ ଲଗା ହେଇଛି, ପେଇନ୍ ଅଛି, ଆଉ କିଛି ଦିନ ପରେ ଠିକ ହେଇଯିବ। ଟିକେ କଷ୍ଟ ହଉଛି ଚାଲିବା ପାଇଁ, ପାଦ ରଖିବା ପାଇଁ, ପୁଣି ଆଣ୍ଠୁରେ ବି ତାର ଟିକେ ମାଡ ବାଜିଛି। ନାଇଁ, ବର୍ତ୍ତମାନ ଲୋକେ ଚାହିଁଛନ୍ତି। ତାପରେ ପାଖରେ ଭଉଣୀ ବସିଥିଲେ, ତାଙ୍କୁ ଟିକେ ମାଡ ବାଜିଛି, କିନ୍ତୁ ବିଶେଷ କିଛି ନାହିଁ। ତାଙ୍କର ହାତ କଷ୍ଟ ହଉଛି। ଆଉ ଡ୍ରାଇଭର କିଛି ସମୟ ପାଇଁ ସେ ଅନକନସିୟସ ହେଇଗଲେ, ସେ ଜାଣି ପାରିଲେନି କି ଆଉ କଣ ହେଇଛି। ଗାଡି ପୁରା ରେଜ୍ ହେଇକି ଥିଲା, ଏୟାର ବ୍ୟାଗ ବାହାରି ପଡିଲା।
ମୁଁ ଭାବିଲି ମୁଁ ପୁରା ଠିକ, ମତେ କିଛି ବାଜି ନାହିଁ, ମୁହଁରେ ନାହିଁ, ଦେହରେ ନାହିଁ, କିଛି ନାହିଁ। କିନ୍ତୁ ଯେହେତୁ ଏମିତି କର୍ଭ ହେଇକି ଥିଲା, ତ ଏମିତି କର୍ଭ ହେଇକି ଥିଲା, ତ ଏପଟେ ଆମେ ପିଟି ହେଲୁ। ତ ଏମିତି ପିଟି ହେବାରୁ ମୋର ହାତଟା ଗାଡିର ଡୋର ରେ ବାଜିଛି, ବା ଯୋଉଠି ବେଲ୍ଟ ର ଥାଏ ସେଇ ୱାଲ ରେ ବାଜିଛି। ମୁଁ ବି କହିପାରୁନି କି କୋଉଠି ବାଜିଛି, ସେ ସମୟରେ ଆଉ ଏତେ ଧ୍ୟାନ ଯାଇନି। ତ କିଛି ହେଇନି ମତେ, ମୁଁ ଦେଖିଲି, କିନ୍ତୁ ପରେ ଦେଖୁଛି ହାତ ଲଡଖଡ ହଉଛି, ଆଉ ଉଠୁନି। କୋଉ ହାତ ଆପଣଙ୍କର? ବାଁ ହାତ, ଏଇ ହାତଟା, ବାଁ ହାତଟା। ମୁଁ ବୁଝିଗଲି ଏମିତି ତ କେବେ ହେଇନି, ଲଡ ଲଡ ହଉଛି ମାନେ ଏଇଟା ଭାଙ୍ଗିଛି। ପେନ୍ ତ ସେ ସମୟରେ ନଥିଲା। ସଂଯୋଗରେ ସବୁ ଆମେ ବାହାରିଲୁ, ଆଉ କିଛି ପ୍ରଭୁ ହିଁ ଅଟକାଇଲେ ଆମକୁ ସେ ଗାଡିରେ। ନହେଲେ କିଛି ସମୟ ଯଦି ଆଗକୁ ଗାଡି ବଢିଥାନ୍ତା ମାନେ ସେଟା ସେ ଖାଇରେ ବା ଗାତରେ ପଡିଥାନ୍ତା, ବିପଦ ହେଇଥାନ୍ତା। ପ୍ରଭୁ ସୁରକ୍ଷା ଦେଲେ, ତାଙ୍କ ନାମ ଧନ୍ୟ। ବାହାରିଲା ପରେ କିଛି ଲୋକ ଯାଉଥିଲେ କାରରେ, ସେମାନେ ଅଟକି ଗଲେ, ସେମାନେ ଆସିକି ଆମର ବହୁତ ସାହାଯ୍ୟ କଲେ, ଅଜଣା ଲୋକମାନେ। ସେ ସମୟରେ ଆଖପାଖ ଗାଁର ଖ୍ରୀଷ୍ଟିଆନ ଭାଇମାନେ ବି ଖବର ପାଇକି ଆସିଲେ, ପୁଣି ଆମ ଜେନା ବାବୁ ବି ଆସିଲେ, ଆଉ ଆମେ ଗୋଟେ ଗାଡିରେ ଆସିକି ପହଞ୍ଚିଲୁ ପାରଳାଖେମୁଣ୍ଡି। ସେଠି ଆମର ପାରଳାଖେମୁଣ୍ଡି ମଣ୍ଡଳୀର ପାଳକ ଅବ୍ରାହମ ଖ୍ରୀଷ୍ଟ ଦାସ ପାଷ୍ଟର, ଆମ କାକା ସିଏ ବି ଥିଲେ, ଆମର ସଞ୍ଜୀବ ପାଣି ସିଏ ବି ଥିଲେ, ଆମର ବିଲିଗ୍ରାମ ଜେନା ଭାଇମାନେ ଥିଲେ, ପୁଣି ଅନେକ ଭାଇମାନେ ବି ରୁଣ୍ଡ ହେଲେ। ପରେ ସେଠିରୁ ଇମିଡିଏଟ ଟ୍ରିଟମେଣ୍ଟ ପାଇଁ ଆମେ ପାଲାସ ଚାଲିଗଲୁ। ବିଲିଗ୍ରାମ ଭାଇଙ୍କର ପୁଅର ଟ୍ରିଟମେଣ୍ଟ ସେଠି ହେଇଥିଲା, ତ ସେ ରେକମେଣ୍ଡ କଲେ, ଡକ୍ଟର ସହିତ କଥା ହେଲେ। ତ ସେଠି ଗଲା ପରେ ସେମାନେ ଇମିଡିଏଟ କେୟାର କଲେ, ଆଉ ଏକ୍ସରେ ହେଲା, ବ୍ଲଡ ଟେଷ୍ଟ ହେଲା, ଯାହା ଯାହା କରାଯାଏ। ତାପରେ ଡକ୍ଟର କହିଲା ବର୍ତ୍ତମାନ ଆପଣ ଯେହେତୁ ସ୍ୱେଲିଂ ଅଛି, ଇଣ୍ଟରନାଲ ବ୍ଲିଡିଂ ଫ୍ଲୁଇଡ ଜମା ହେଇଛି, ଆମେ ଅପରେସନ କରିପାରିବାନି। ଗୋଟେ 7 ରୁ 10 ଡେଜ ଆପଣ ମେଡିସିନ ଖାଆନ୍ତୁ, ସ୍ୱେଲିଂ ଟା ରିଡ୍ୟୁସ ହଉ, ନର୍ମାଲ ହେଲେ ଅପରେସନ କରିବା। ପୁଣି ଥରେ ଏକ୍ସରେ ହେବ, ଟେଷ୍ଟ ହେବ, ଆଉ ଯଦି ଯୋଡିଯିବ ତାହେଲେ ଅପରେସନ ଦରକାର ନାହିଁ। କିନ୍ତୁ 3 ଖଣ୍ଡ ଯେହେତୁ ହେଇଛି, ତ ସେଇ କେସେସରେ ଯୋଡିବାର ସମ୍ଭାବନାଟା କମ ଅଛି। ତ ଗୋଟିଏ ପ୍ଲାଷ୍ଟର ଲଗେଇକି ସେ ବ୍ୟାଣ୍ଡେଜ କରିଛନ୍ତି। ତ ମୋର ଏଇଟା ମାଡ ବାଜିଛି କହଣୀ ଉପରକୁ, ସୋଲ୍ଡର ତଳକୁ, ଲେଫ୍ଟ ହ୍ୟାଣ୍ଡରେ। ତ ପ୍ଲାଷ୍ଟର ହେଲା ପରେ ଆମେ ରାତାରାତି ଫେରି ଆସିଲୁ, 4ଟା ବେଳେ ପହଞ୍ଚିଲୁ ପାରଳାଖେମୁଣ୍ଡିରେ। ତ ପାଲାସାରୁ ଆସିକି ଆମେ ବର୍ତ୍ତମାନ ପାରଳାଖେମୁଣ୍ଡିରେ ଆମର ପାରଳାଖେମୁଣ୍ଡି ଓଡିଆ ବାପ୍ଟିଷ୍ଟ ଚର୍ଚ୍ଚର ଡିକନ ଡି ଗ୍ରେସ୍ ପଲ ଜେନା, ଯାହାଙ୍କୁ ଡକାନା ବାବୁନା ବୋଲି କୁହାଯାଏ, ତାଙ୍କ ଘରେ ଆମେ ବର୍ତ୍ତମାନ ଅଛୁ। ତେଣୁ କେହି ଭୁଲ ଖବର ପାଇଛନ୍ତି କି ଆମେ ବିଶାଖାପାଟଣା ଚାଲିଗଲୁ କି ଆଉ କୁଆଡେ ଚାଲିଗଲୁ, ତାହା ଭୁଲ ଅଟେ। ଆଉ ବର୍ତ୍ତମାନ ଆମେ ଟ୍ରିଟମେଣ୍ଟରେ ଅଛୁ, ଆଉ ପ୍ରଭୁଙ୍କ ଦୟାରେ ଭଲ ଅଛୁ। ମାଇଲ୍ଡ ପେନ୍ ତ ହଉଛି, ଆଉ ବହୁତ ଲୋକ ଆମକୁ ଫୋନ କରୁଛନ୍ତି, କିନ୍ତୁ କଥା ହେବାର ସୁଯୋଗ ହେଉନାହିଁ। ସମସ୍ତଙ୍କୁ ମୋର ଅନୁରୋଧ, ପ୍ରାର୍ଥନା କରନ୍ତୁ। ପ୍ରଭୁ ଆପଣମାନଙ୍କୁ ପ୍ରାର୍ଥନାରେ ଆମକୁ ସୁରକ୍ଷା ଦେଇଛନ୍ତି। ସେବା କାର୍ଯ୍ୟରେ ଆମେ ବାହାରିଥିଲୁ, ଆଉ ସେବା କାର୍ଯ୍ୟର ରାସ୍ତାରେ ଦୁର୍ଘଟଣାଟି ଘଟିଛି। ପ୍ରଭୁଙ୍କ ଦୃଷ୍ଟିଗୋଚର ବାହାରେ ତ କିଛି ହୁଏ ନାହିଁ। ତେଣୁ ଗଡ ନେଭର ମେକ୍ସ ମିଷ୍ଟେକ୍ସ, ସେ କେବେ ଭୁଲ କରନ୍ତି ନାହିଁ। ଯାହା ତାଙ୍କୁ ସନ୍ତୁଷ୍ଟ ହେଲା ଆମେ ସେଥିରେ ସନ୍ତୁଷ୍ଟ ହେବାର ଅଛି। କିଛି ବି କମ୍ପ୍ଲେନ ନାହିଁ, କିଛି ବି ଦୁଃଖ ନାହିଁ। ସେବା କାର୍ଯ୍ୟରେ ଆସିଛି ଗୋଟେ ସମସ୍ୟା, ଠିକ ହବ, ନିଶ୍ଚିତ କରିବ। ତେଣୁ ଆପଣମାନଙ୍କର ପ୍ରାର୍ଥନା, ଆଉ ଏତେ ଲୋକ ଆମକୁ ଭଲ ପାଉଛନ୍ତି, ଲୋକମାନେ ଆସୁଛନ୍ତି, ଦେଖା କରୁଛନ୍ତି, ମିଶୁଛନ୍ତି, ପ୍ରାର୍ଥନା କରୁଛନ୍ତି, ତ ନିଶ୍ଚୟ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, କରିବେ। ଆଉ ଫର୍ଦର ଟ୍ରିଟମେଣ୍ଟ ପାଇଁ ଆମେ ଡିସାଇଡ କରିନାହୁଁ କୋଉଠି ଅପରେସନଟା ପାଲାସାରେ ହେବ କି ଶ୍ରୀକାକୁଲମରେ କି ଭୁବନେଶ୍ୱର କଟକରେ। ଟାଟାରୁ ବି ଆମ ମଣ୍ଡଳୀ କହୁଛନ୍ତି ପଳେଇ ଆସନ୍ତୁ ଏଠି କରିବା। ଆଜି ଆମ ସହଧର୍ମିଣୀ ଆସୁଛନ୍ତି, ଆସିଲା ପରେ ସମସ୍ତେ ମଣ୍ଡଳୀ ଭାଇମାନେ, ଆମର ଶୁଭଚିନ୍ତକ ମାନେ ମିଶିକି ଆମେ ଗୋଟେ ଡିସାଇଡ କରିବୁ କୋଉଠି ଫର୍ଦରଟା ହବ।
तो ଏତିକି ଇନଫର୍ମେସନଟା ମନେ ରଖନ୍ତୁ, ପ୍ରାର୍ଥନା କରନ୍ତୁ। ନିହାତି ଲିମା ଆଜ୍ଞା, ଅନେକ ପ୍ରୋଗ୍ରାମ ଆପଣଙ୍କର ଟାଇଟ୍ ଅଛି, ସେ ସମ୍ପର୍କ କଣ କହିବେ? ଅନେକ ତ ପ୍ରତିଦିନ ଆପଣଙ୍କ ପ୍ରୋଗ୍ରାମ ଏଙ୍ଗେଜ ଥାଏ, ପ୍ରୋଗ୍ରାମ ତ ଏବେ ରିସେଣ୍ଟଲି ଅଛି, କେମିତି କଣ manage ହବ? ଗଞ୍ଜାମରେ ଥିଲା, ପୁଣି ନେକ୍ସଟ ୱିକରେ ଧନପୁର ଜୟପୁର ପାଖରେ 3 ଦିନର ସଭା ଥିଲା, ଦେନ୍ କଟକରେ ଥିଲା, ପୁଣି ଜାନୁଆରୀ 26, 27, 28 ପୁଣି କଟକରେ, 23, 24, 25 ବଲାଙ୍ଗୀରରେ ଥିଲା। ଆଉ ମୁଁ ଜାଣେ ନାହିଁ, କିନ୍ତୁ ଯଦି ମୁଁ ଠିଆ ହେବାର ସକ୍ଷମ ହେଲି ତ ମୁଁ ନିଶ୍ଚୟ ମିଟିଂକୁ ଯିବି, କିଛି ଅସୁବିଧା ନାହିଁ। ବର୍ତ୍ତମାନ ଠିଆ ହେଇପାରୁଛି, ଚାଲି ପାରୁଛି, ତାର ଅର୍ଥ ହଉଛି ଠିଆ ହେବାର ସକ୍ଷମ ମାନେ ଯଦି ମୋ ହାତଟା ଠିକ ହେଇଗଲା, ଏଟଲିଷ୍ଟ ଟ୍ରାଭେଲିଂ କରିବା ପରେ ଆଉ ଯାଇକି ନିଜେ କାମ ନିଜେ କରିକି ରହିଲା ପରେ, ବର୍ତ୍ତମାନ ସବୁ ଠିକ ଅଛି, ମୁଁ ଚଲାବୁଲା କରିପାରୁଛି, କିଛି କୌଣସି ଅସୁବିଧା ନାହିଁ। ଖାଲି ହାତର ଲେଫ୍ଟ ହ୍ୟାଣ୍ଡରେ ମଲ୍ଟିପଲ ଫ୍ରାକ୍ଚର, ହେଲା, ଦେଖନ୍ତୁ, 2-3 ଖଣ୍ଡ ହେଇଛି, ଆଉ ସେଇଟା ଠିକ ଯେତେ ଜଲ୍ଦି ହବ ସେତେ ଜଲ୍ଦି ସେବାରେ ପୁଣି ଥରେ ବାହାରିବା। Praise the Lord. ପ୍ରିୟ ଦର୍ଶକ ବନ୍ଧୁମାନେ, ନିହାତି ଏହା ଥିଲା ବିଶପ ଲିବାଗାଙ୍କ ମୁଖରୁ ଡିଟେଲ୍ସ କଥା ଆମେ ପାଇଛୁ। କୌଣସି ନିରାଶ ହୁଅନ୍ତୁ ନାହିଁ, ପ୍ରାର୍ଥନାରେ ରୁହନ୍ତୁ, ପ୍ରଭୁ ତାଙ୍କୁ ଉଠାନ୍ତୁ, ଆହୁରି ସେ କୁଦା ମାରି ଠିଆ ହେଇ ଷ୍ଟେଜରେ ନାଚି ନାଚି ଗୀତ ଗାଇ ପ୍ରଭୁଙ୍କ ପ୍ରଶଂସା କରିବା ନିମନ୍ତେ ପ୍ରଭୁ ତାଙ୍କୁ ସାମର୍ଥ୍ୟ ଦିଅନ୍ତୁ, ଏହା ଅପେକ୍ଷା ରହିଲା। ଆଶା କରୁଛି ପ୍ରତ୍ୟେକ ଦର୍ଶକ ମାନେ ଏହା ଶୁଣି ସାନ୍ତ୍ୱନା ପାଇବେ, ମଧ୍ୟ ଆଜ୍ଞାଙ୍କ ପାଇଁ ନିତ୍ୟ ପ୍ରାର୍ଥନା କରିବେ, ଯଦି କିଛି ଆବଶ୍ୟକ ହେଲେ ଯୋଗାଯୋଗ ମଧ୍ୟ କରିପାରିବେ। ଧନ୍ୟବାଦ ସିଲିମ ଆଜ୍ଞା। Praise the Lord. ଧନ୍ୟବାଦ। ପ୍ରଭୁଙ୍କ ଦାସ ମାନେ ଆସି ପ୍ରାର୍ଥନା କରିକି ଯାଉଛନ୍ତି, ଭଲ ଲାଗୁଛି। ଆମର ଜେନା ବାବୁ ବି ଟିଚରାପଲ୍ଲୀରୁ ଆସିଲେ, କାଲି ପରୀକ୍ଷା ଆଜ୍ଞା ବି ଆସିଥିଲେ, ଆଉ ଭିନ୍ନ ଭିନ୍ନ ମଣ୍ଡଳରୁ ବି ଆସିକି ପ୍ରାର୍ଥନା କରି ଆମମାନଙ୍କୁ ଉତ୍ସାହ ଦେଇକି ଯାଉଛନ୍ତି। ପ୍ରଭୁଙ୍କ ନାମ ଧନ୍ୟ ହଉ, ପ୍ରଭୁ ସେମାନଙ୍କୁ ପ୍ରଚୁର ଆଶୀର୍ବାଦ ଦିଅନ୍ତୁ। ଧନ୍ୟବାଦ।